ନମସ୍କାର। ଅଲ୍ ଇନ୍ ୱାନ୍ ଷ୍ଟଡି ୱିଥ୍ ସମିତା ଚ୍ୟାନେଲରେ ସପ୍ତମ ଶ୍ରେଣୀର ସମସ୍ତ ଭାଇ ଭଉଣୀମାନଙ୍କୁ ଆଜିର ଏହି ସରସ୍ୱତୀ ସଂସ୍କୃତ ଭାଷା ସୋପାନମ୍ କାଳାଂଶକୁ ସ୍ୱାଗତ। ତ ଭାଇ ଭଉଣୀମାନେ, ଆଜିର ଏହି କାଳାଂଶରେ ଆମେ ଚତୁର୍ଥ ପାଠ କବି ଜୟଦେବ ବିଷୟଟିକୁ ପଢିବା। ଚାଲ ଏବେ ଆଉ ଡେରି ନକରି ବିଷୟଟିକୁ ଆରମ୍ଭ କରିବା। ପିଲାମାନେ, ମୁଁ ଏହି ବିଷୟଟିକୁ ପଢିବା ସହିତ ତାର ଅର୍ଥ ମଧ୍ୟ କହି ଯିବି, ତ ତୁମେ ମନ ଦେଇକି ଶୁଣ ଏବଂ ତାକୁ ତୁମ ବହିରୁ ଅଭ୍ୟାସ କରିବ। ଉତ୍କଳ ପ୍ରାନ୍ତସ୍ୟ ପୁରୀ ଜିଲ୍ଲାୟାମ୍ କେନ୍ଦୁବିଲ୍ୱ ଇତି ଗ୍ରାମଃ। ଉତ୍କଳ ପ୍ରଦେଶର ପୁରୀ ଜିଲ୍ଲାରେ କେନ୍ଦୁବିଲ୍ୱ ବୋଲି ଗୋଟେ ଗ୍ରାମ ଥିଲା। ତସ୍ମିନ୍ ଗ୍ରାମେ ଜୟଦେବଃ ନାମକଃ ବ୍ରାହ୍ମଣଃ ନିବସତି। ମାନେ ସେହି ଗ୍ରାମରେ ଜୟଦେବ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ। ଜଗନ୍ନାଥେ ତस्य ଅଚଳା ଭକ୍ତି। ମାନେ ଜଗନ୍ନାଥଙ୍କ ଠାରେ ତାଙ୍କର ବହୁତ ଦୃଢ ଭକ୍ତି ରହିଥିଲା। ଜଗନ୍ନାଥସ୍ୟ ଦର୍ଶନମ୍ ପୂଜନମ୍ ବିନା ଅସୌ ଜଳମ୍ ନ ସ୍ୱୀକରୋତି। ମାନେ ଜଗନ୍ନାଥଙ୍କର ଦର୍ଶନ ବିନା, ପୂଜା ବିନା ସେ ଜଳ ଗ୍ରହଣ କରନ୍ତି ନାହିଁ। ସହ ପୁରୀ ଗତୁବାନ୍। ଥରେ ସେ ପୁରୀ ଗଲେ। ପୁରୀ ନଗରେ ଗୁଣ୍ଡିଚା ଗୃହ ସମୀପେ ପର୍ଣ୍ଣକୋଟିରେ ସହ ବାସଂ କୃତବାନ୍। ସେ କଣ ହେଲା, ପୁରୀ ସହରରେ ଗୁଣ୍ଡିଚା ଘର ନିକଟରେ ଗୋଟେ ପତ୍ର କୁଡିଆ କରିଥିଲେ। ସେଇ ପତ୍ର କୁଡିଆରେ ସେ ବାସ କଲେ। ତତ୍ର ପ୍ରତ୍ୟହ ମନ୍ଦିରମ୍ ଗତ୍ୱା ଗୀତମ୍ ଗାୟତେ ସ୍ମ। ସେଠାରେ ପ୍ରତ୍ୟେକ ଦିନ ସେ ମନ୍ଦିର ଯାଇକି କଣ ଗୀତ ଗାଉଥିଲେ। ଆସୀତ୍ ଦକ୍ଷିଣ ଦେଶେ ଦେବଶର୍ମା ନାମକଃ ଅପୁତ୍ରିକ ବ୍ରାହ୍ମଣଃ। ମାନେ ଦକ୍ଷିଣ ଦେଶରେ ଦେବଶର୍ମା ନାମକ ଜଣେ ଅପୁତ୍ରିକ ବ୍ରାହ୍ମଣ ରହୁଥିଲେ। ଜଗନ୍ନାଥସ୍ୟ କୃପୟା ତସ୍ୟ ପଦ୍ମାବତୀ ନାମ୍ନୀ କନ୍ୟା ଜାତା। ମାନେ ଜଗନ୍ନାଥଙ୍କ ଦୟାରେ ତାଙ୍କର ପଦ୍ମାବତୀ ନାମକ ଗୋଟେ କନ୍ୟା ଜନ୍ମ ନେଲା। ଦେବଶର୍ମା ତାମ୍ କନ୍ୟାମ୍ ଜଗନ୍ନାଥାୟ ଅର୍ପୟିତୁମ୍ ଆଗତଃ। ଦେବଶର୍ମା କଣ କଲେ ନା, ସେଇ ଝିଅଟିକୁ ଜଗନ୍ନାଥଙ୍କୁ ଅର୍ପଣ କରିବାକୁ ଆସିଲେ। ତତ୍ର ସହ ଜଗନ୍ନାଥମ୍ ନିବେଦିତବାନ୍। ହେ ଭଗବାନ, ଭବତଃ କୃପୟା ଇୟଂ କନ୍ୟା ମୟା ପ୍ରାପ୍ତା। ସେଠାରେ ସେ ଜଗନ୍ନାଥଙ୍କୁ ନିବେଦନ କରି କହିଲେ, ହେ ଭଗବାନ, ଆପଣଙ୍କ ଦୟାରେ ମୁଁ ଏହି କନ୍ୟାକୁ ପାଇଲି। କୃପୟା ଏତମ୍ ସ୍ୱୀକରୋତୁ। ଦୟାକରି, କୃପୟା କହିଲେ ଦୟାକରି ଏହାକୁ ସ୍ୱୀକାର କରନ୍ତୁ। ଅନନ୍ତରମ୍ ଦେବଶର୍ମା ରାତ୍ରौ ସ୍ୱପ୍ନେ ଜଗନ୍ନାଥମ୍ ଅପଶ୍ୟତ୍। ଏହାପରେ ବା ଶେଷରେ ଦେବଶର୍ମା ରାତିରେ ସ୍ୱପ୍ନରେ ଜଗନ୍ନାଥଙ୍କୁ ଦେଖିଲେ। ଶ୍ରୀ ଜଗନ୍ନାଥଃ କଥୟତି ଭୋ ଦେବଶର୍ମାନ୍ କନ୍ୟା ତେ ମୟା ସ୍ୱୀକୃତା। ଶ୍ରୀ ଜଗନ୍ନାଥ କହିଲେ, ହେ ଦେବଶର୍ମା, ତୁମ ଝିଅଙ୍କୁ ମୁଁ ସ୍ୱୀକାର କଲି। ପରମ୍ ଜୟଦେବାୟ ଦଦାତୁ। କିନ୍ତୁ ଜୟଦେବଙ୍କୁ ଦିଅନ୍ତୁ। ଦେବଶର୍ମା କନ୍ୟୟା ସହ ଜୟଦେବମ୍ ଉପାଗତଃ। ସହ ଜଗନ୍ନାଥସ୍ୟାଜ୍ଞା। ମାନେ ଜଗନ୍ନାଥସ୍ୟାଜ୍ଞା ଇତି, ମାନେ ଜଗନ୍ନାଥଙ୍କର ଆଜ୍ଞା ହେଲା। ଜଗନ୍ନାଥସ୍ୟାଜ୍ଞା ଇତି ଉକ୍ତ୍ୱା ପଦ୍ମାବତୀମ୍ ପରିତ୍ୟଜ୍ୟ ଗୃହମ୍ ଗତଃ। ଦେବଶର୍ମା କଣ କଲେ ନା, ସେଇ ଝିଅକୁ ନେଇକି ଜୟଦେବଙ୍କ ନିକଟକୁ ଗଲେ। ସେ ଜଗନ୍ନାଥଙ୍କ ଆଦେଶ ବୋଲି କହି ସେଠାରେ ପଦ୍ମାବତୀକୁ ଛାଡିକି ସେ କଣ କଲେ, ଘରକୁ ଫେରି ଆସିଲେ। ତଦାରଭ୍ୟ ପଦ୍ମାବତୀ ଜୟଦେବେନ ସହ ଜଗନ୍ନାଥସ୍ୟ ଗୁଣ କୀର୍ତ୍ତନମ୍ କୃତ୍ୱା କାଳମ୍ ନୀତବତୀ। ସେହି ଦିନଠାରୁ ଆରମ୍ଭ କରି ପଦ୍ମାବତୀ କଣ କରନ୍ତି ନା, ଜୟଦେବଙ୍କ ସହିତ ଜଗନ୍ନାଥଙ୍କର ଗୁଣକୁ କୀର୍ତ୍ତନ କରିକି ସମୟ ନିଅନ୍ତି। ଜୟଦେବଃ ଗୀତ ଗୋବିନ୍ଦ କାବ୍ୟମ୍ ରଚିତବାନ୍। ଜୟଦେବ କଣ କରିଛନ୍ତି ନା, ଜୟଦେବ ଗୀତ ଗୋବିନ୍ଦ କାବ୍ୟକୁ ରଚନା କରିଛନ୍ତି। ଗୀତ ଗୋବିନ୍ଦମ୍ ଜଗନ୍ନାଥସ୍ୟ ପ୍ରିୟତମମ୍ ଗାନମ୍ ଅସ୍ତି। ଗୀତ ଗୋବିନ୍ଦ ଜଗନ୍ନାଥଙ୍କର ପ୍ରିୟତମ ଗୀତ ଅଟେ। ତଦାରଭ୍ୟ ପ୍ରତିଦିନମ୍ ପ୍ରାତଃ ରାତ୍ରୌ ଚ ଶ୍ରୀମନ୍ଦିରେ ଗୀତ ଗୋବିନ୍ଦ ଗାନମ୍ ଭବତି। ଏଣୁ କରି କଣ ହୁଏ ନା, ପ୍ରତିଦିନ ସକାଳେ, ପ୍ରାତଃ କହିଲେ ସକାଳେ କଣ ହୁଏ, ରାତ୍ରୌ ମାନେ ରାତିରେ ଶ୍ରୀମନ୍ଦିରରେ ଗୀତ ଗୋବିନ୍ଦ ଗାନ ହେଉଛି। ତ ପିଲାମାନେ, ମୁଁ ଏଇ ବିଷୟଟିକୁ ପଢିବା ସହିତ ଲାଇନ୍ ବାଇ ଲାଇନ୍ ତାର ଅର୍ଥ ଗୁଡିକ ମଧ୍ୟ ବୁଝେଇଦେଲି। ତ ତୁମେମାନେ ଏହାକୁ ଆଶା କରୁଛି କି ନିଶ୍ଚୟ ବୁଝିପାରିଥିବ। ଏବେ ଆମେ ସନ୍ଧି ଗୁଡିକ ଆଲୋଚନା କରିବା। ଏଠି ଲେଖିଛି ପ୍ରତ୍ୟହମ୍। ପ୍ରତ୍ୟହମ୍ ଦୁଇଟି ଶବ୍ଦର ମିଶ୍ରଣ। ଗୋଟେ ହଉଛି ପ୍ରତି ଯୁକ୍ତ ଅହମ୍ ମିଶିକି ହେଇଛି ପ୍ରତ୍ୟହମ୍। ଜଗନ୍ନାଥସ୍ୟ କୁ ସନ୍ଧି
ହେଇଛି ଦୁଇଟି ଶବ୍ଦର ମିଶ୍ରଣ ଜଗତ ଯୁକ୍ତ ନାଥସ୍ୟ। ଏଇ ଯୋଉ ସନ୍ଧିକୁ ମୁଁ କହୁଛି ତାକୁ ମୁଁ ନୋଟ କରି ତୁମକୁ ଦେଇଦେବି। ଏଠି ରହିଛି ଜଗନ୍ନାଥସ୍ୟ ଜ୍ଞା ମାନେ ଜଗନ୍ନାଥଙ୍କର ଆଜ୍ଞା ମାନେ ଦୁଇଟି ଶବ୍ଦର ମିଶ୍ରଣ ଜଗନ୍ନାଥସ୍ୟ ଯୁକ୍ତ ଆଜ୍ଞା ଜଗନ୍ନାଥସ୍ୟ ଜ୍ଞା। ଆଉ ଗୋଟେ ଦେଇଛି ତଦାରଭ୍ୟ ଦୁଇଟି ଶବ୍ଦର ମିଶ୍ରଣ ତଦ୍ ଯୁକ୍ତ ଆରଭ୍ୟ ସମାନ ତଦାରଭ୍ୟ। ତ ପିଲାମାନେ ଆମେ ତ ସନ୍ଧି ଗୁଡ଼ିକୁ ଆଲୋଚନା କଲେ। ଏବେ ଏଇ ଯୋଉ 1 ନମ୍ବରରେ ଯୋଉ ପ୍ରଶ୍ନ ସବୁ ରହିଛି 2 ନମ୍ବର ଆଉ 3 ନମ୍ବର ପ୍ରଶ୍ନ ସବୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ଦେଇଛି ଜୟଦେବ କସ୍ମିନ୍ ଗ୍ରାମେ ଉଜ୍ଜାୟତ। ଜୟଦେବ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ? ଉଜ୍ଜାୟତ କହିଲେ ଜନ୍ମଗ୍ରହଣ। ଜୟଦେବ କେଉଁଠି ଜନ୍ମଗ୍ରହଣ କରିଥିଲେ? ତମେ ଲେଖିବ ଜୟଦେବ ଇନ୍ଦୁବିଲ୍ୟୋ ଗ୍ରାମେ ଉଜ୍ଜାୟତ। ଅପୁତ୍ରିକ ଆସୀତ୍। କିଏ ଅପୁତ୍ରିକ ଥିଲେ? କାହାର ପୁତ୍ର ନଥିଲା? ଦେବଶର୍ମାଙ୍କର। ଲେଖିବ ଦେବଶର୍ମା ଅପୁତ୍ରିକ ଆସୀତ୍ ମାନେ କହ ଜାଗାରେ କେବଳ ଦେବଶର୍ମା ଲେଖିବ। ଦେବଶର୍ମା ଜଗନ୍ନାଥମ୍ କିମ୍ ନିବେଦିତବାନ୍। ଦେବଶର୍ମା ଜଗନ୍ନାଥଙ୍କୁ କଣ ନିବେଦନ କରିଥିଲେ? ଦେବଶର୍ମା ଜଗନ୍ନାଥମ୍ ନିବେଦିତବାନ୍ କଣ ନିବେଦନ କଲେ? ହେ ଭଗବାନ ଲେଖିବ ଭବତଃ କୃପୟା ଇୟଂ କନ୍ୟା ମୟା ପ୍ରାପ୍ତା କୃପୟା ଏତାମ୍ ସ୍ୱୀକରୋତୁ। ତାପରେ ଦେଇଛି ଶ୍ରୀ ଜଗନ୍ନାଥ ସ୍ୱପ୍ନେ କିମ୍ କଥୟତି। ଶ୍ରୀ ଜଗନ୍ନାଥ ସ୍ୱପ୍ନରେ କଣ କହିଲେ? ଶ୍ରୀ ଜଗନ୍ନାଥ ସ୍ୱପ୍ନରେ କହିଲେ ଭୋ ଦେବଶର୍ମନ୍ କନ୍ୟତେ ମୟା ସ୍ୱୀକୃତା ପରମ୍ ଜୟଦେବାୟ ଦଦାତୁ। 1 ନମ୍ବର ଦେଇଛି ଜୟଦେବେନ କିମ୍ ବିରଚିତମ୍। ଜୟଦେବ କଣ ରଚନା କରିଥିଲେ? ଗୀତ ଗୋବିନ୍ଦ କାବ୍ୟମ୍। ତମେ ଲେଖିବ ଜୟଦେବେନ ଗୀତ ଗୋବିନ୍ଦ କାବ୍ୟମ୍ ବିରଚିତମ୍। ଏବେ ଆମେ ବାକ୍ୟ ଗୁଡ଼ିକ ଆଲୋଚନା କରିବା। ତା ପୂର୍ବରୁ ଚାଲ ଆମେ 3 ନମ୍ବର ଯୋଉ ଶୂନ୍ୟସ୍ଥାନ ପୂରୟତ ଦେଇଛି ତାକୁ ଆମେ ଆଲୋଚନା କରିଦେବା। ଦେଇଛି ଡ୍ୟାସ୍ ତସ୍ୟ ଅଚଳା ଭକ୍ତି। ତମେ ଲେଖିବ ଜଗନ୍ନାଥେ। ତାପରେ ଦେଇଛି ଗ୍ରାମସ୍ୟ ଅନ୍ତେ ତସ୍ୟ। ଗ୍ରାମର ଶେଷରେ ତାଙ୍କର କଣ ଥିଲା? ଗୃହ ଥିଲା। ଲେଖିବ ଗୃହମ୍। ଡ୍ୟାସ୍ ଏତାମ୍ ସ୍ୱୀକରୋତୁ। ଲେଖିବ କୃପୟା। ଦେବଶର୍ମା ଡ୍ୟାସ୍ ସହ ଜୟଦେବମ୍ ଉପାଗତଃ। କାହା ସହିତ ଯାଇଥିଲେ ଜୟଦେବଙ୍କ ପାଖକୁ? ଲେଖିବ କନ୍ୟୟା। ଏଠି ଯୋଉ 2 ନମ୍ବର ଥିଲା ବାକ୍ୟ ନିରଚୟିତ ବାକ୍ୟ ନିରଚୟିତର ଯୋଉ ଦେଇଥିଲା ସନ୍ଧି ବିଚ୍ଛେଦ ଯୋଉ ବହି ଭିତରେ ଥିଲା ସେ ସନ୍ଧି କି ଏଠି ଲେଖିଦେଇଛି ତୁମେ ଦେଖିନିଅ। ଏଟା ହଉଛି ତଦାରଭ୍ୟ। ଏବେ ଆମେ 2 ନମ୍ବର କରିବା। ପ୍ରଥମ ଲେଖା ହେଇଛି ଇତି ଅର୍ଥ ହେଉଛି ବୋଲି। ତାକୁ ନେଇ ଗୋଟେ ବାକ୍ୟ ଲେଖିବା ଶାଲବେଗ ଇତି ଜଗନ୍ନାଥ ଭକ୍ତଃ ଆସୀତ୍। ଆଉ ଗୋଟେ ହେଇପାରିବ ଉତ୍କଳେ ଜୟଦେବ ଇତି କବିଃ ଆସୀତ୍। ଆଉ ଗୋଟେ ହେଇପାରିବ ପୁରା ଦଶରଥଃ ଇତି ରାଜା ଆସୀତ୍। ଜ ଅର୍ଥ ହେଉଛି ଓ। ଲେଖିବା ପ୍ରତ୍ୟହମ୍ ସୂର୍ଯ୍ୟଃ ଉଦେତି ଅସ୍ତମ୍ ଯାତି ଜ। ତା ଅର୍ଥ କଣ? ପ୍ରତିଦିନ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ମଧ୍ୟ ଯାଆନ୍ତି। ଆଉ ଗୋଟେ ହେଇପାରିବ ସତ୍ୟମ୍ ବଦ ଧର୍ମଂ ଚର ଜ ମାନେ ସତ୍ୟ କୁହ ଏବଂ ଧର୍ମକୁ ଆଚରଣ କର। ବିନା ଲଗେଇକି ଗୋଟେ ବାକ୍ୟ ହଉଛି ଧନମ୍ ବିନା ଜୀବନମ୍ ବୃଥା। ବିନା ଅର୍ଥ ହଉଛି କଣ? ବ୍ୟତୀତ। ଆଉ ଗୋଟେ ହେଇପାରିବ ଜଳ ବ୍ୟତୀତ ଜୀବନ ବୃଥା। ଜଳମ୍ ବିନା ଜୀବନମ୍ ବୃଥା ହେଇପାରିବ। ଆଉ ଗୋଟେ ହଉଛି ତତ୍ରର ଅର୍ଥ ହେଉଛି ସେଠାରେ। ତତ୍ର ଅର୍ଥ କଣ? ନା ତତ୍ର ଅର୍ଥ ହଉଛି ସେଠାରେ। ତତ୍ର ବାଳକାଃ ଭ୍ରମନ୍ତି ମାନେ ସେଠାରେ ବାଳକମାନେ ବୁଲନ୍ତି। ଛାତ୍ରାଃ ତତ୍ର କ୍ରୀଡ଼ନ୍ତି ଛାତ୍ରମାନେ ସେଠାରେ ଖେଳନ୍ତି। ଏକଦା ମାନେ ଥରେ। ଏକଦା ରାମଃ ବନମ୍ ଗତବାନ୍। ଆଉ ଗୋଟେ ହେଇପାରିବ ମାନେ କଣ? ଦିନେ ରାମଚନ୍ଦ୍ର ବନକୁ ଯାଇଥିଲେ। ଏକଦା ତତ୍ର ଏକଃ ବ୍ୟାଘ୍ରଃ ଆସୀତ୍ ମାନେ କଣ? ଦିନେ ବା ଥରେ ସେଠାରେ ଗୋଟେ ବ୍ୟାଘ୍ର ମାନେ ବାଘଟେ ଥିଲା। ତସ୍ୟ ଅର୍ଥ ହେଉଛି ତାହାର। ତସ୍ୟ ମାନେ ତାଙ୍କ ମନରେ ଦୁଃଖ ନାହିଁ ମାନେ ତସ୍ୟ ମନସି ଦୁଃଖମ୍ ନାସ୍ତି। ହେଇପାରିବ ସା ତସ୍ୟ ଦୁହିତା ହେଇପାରିବ। ନହେଲେ ଆଉ ଗୋଟେ ହେଇପାରିବ ତସ୍ୟ ମାତୁଃ ନାମ ଲତା। ଇୟମ୍ ଅର୍ଥ ହେଉଛି ଏହି। ଇୟମ୍ ବାଳିକା ସପ୍ତମ କକ୍ଷାୟାମ୍ ପଠତି। ଏହି ବାଳିକା ଜଣକ କଣ କୋଉ କକ୍ଷରେ ପଢୁଛନ୍ତି? ନା ସପ୍ତମ କକ୍ଷରେ ପଢନ୍ତି। କୃପୟା ଅର୍ଥ ହେଉଛି ଦୟାକରି। କୃପୟା ମାମ୍ ବଦ। କୃପା କରି ମାଙ୍କୁ କୁହନ୍ତୁ। ଅନନ୍ତରମ୍ ଅର୍ଥ ପରେ। ପଠନାତ୍ ଅନନ୍ତରମ୍ କ୍ରୀଡ଼। ଆଉ ଗୋଟେ ହେଇପାରିବ ଅନନ୍ତରମ୍ ଅହମ୍ କ୍ରୀଡ଼ାମି। ମୁଁ ପ୍ରତିଦିନ କଣ କରେ? ମୁଁ ପରେ କଣ କରେ? ଖେଳେ। ତ ପିଲାମାନେ ତୁମମାନଙ୍କୁ ଆଜିର ଏହି କାଳାଂଶଟି କିପରି ଲାଗିଲା ତୁମେ ତ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବ। ଆଶା କରୁଛି କି ଆଜିର ଏହି ବିଷୟବସ୍ତୁକୁ ତୁମେ ମାନେ ବୁଝିପାରିଥିବ। ତ ଗୋଟେ ଲାଇକ୍ କରିଦିଅ ଭିଡ଼ିଓକୁ ଏବଂ ଗୋଟେ ସବସ୍କ୍ରାଇବ୍ କରିଦିଅ। ତୁମର ସାଙ୍ଗସାଥି ମାନଙ୍କ ସହିତ ସେୟାର କର ଯାହାଦ୍ୱାରା କି ସେମାନେ ମଧ୍ୟ କିଛି ଉପକୃତ ହୋଇପାରିବେ। ଏବେ ରହୁଛି ଆଉ ଏକ ଭିଡ଼ିଓରେ ଦେଖାହେବ। ଜୟ ଜଗନ୍ନାଥ।